ସାଦର ସ୍ୱାଗତ। ଆଜି ଆମେ ସ୍ୱାଧୀନତା ଦିବସ ଉପଲକ୍ଷେ ଗୋଟିଏ ଭାଷଣଟିଏ ଦେଖିବା। ସମ୍ମାନନୀୟ ସଜ୍ଜନ ମଣ୍ଡଳୀଙ୍କୁ ମୋର ଭକ୍ତିଭରା ପ୍ରଣାମ। ଉପସ୍ଥିତ ଶ୍ରୋତାଗଣ ତଥା ଭାଇ ଭଉଣୀମାନଙ୍କୁ ସ୍ନେହ ଓ ସମ୍ମାନ ଜ୍ଞାପନ କରୁଛି ମୁଁ। ନାମଟିକୁ ଲେଖିବେ। 19 ଶତାବ୍ଦୀରେ ମୋର ପ୍ରିୟ ଭାରତ ମା ମୋ ଜନନୀ ଦୀର୍ଘ ବର୍ଷ ଧରି ଇଂରେଜମାନଙ୍କ ନିକଟରେ ବନ୍ଦିନୀ ରୂପେ କାଳାତିପାତ କରୁଥିଲା। ଇଂରେଜ ସରକାରଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ମୋର ଭାରତ ଭୂମିର ବୀରପୁତ୍ରମାନଙ୍କର ବିରୋଧାଭାବ ମନୋବୃତ୍ତିର ପରିପ୍ରଚାର ଘଟିଲା। ପରବର୍ତ୍ତୀ ସମୟରେ ଏହା ଆନ୍ଦୋଳନର ରୂପ ନେଇଥିଲା। ସାରା ଦେଶରେ ସତ୍ୟ ଅହିଂସାର ଆନ୍ଦୋଳନ ଚାଲିଲା। ଶେଷରେ ମହାନ ଜନନାୟକମାନଙ୍କର ଲୁହଲହୁ ସଂଘର୍ଷ ତଥା ଜୀବନ ପ୍ରତିବଦଳରେ 1947 ସନ ଅଗଷ୍ଟ ମାସ 15 ତାରିଖରେ ମୋର ପ୍ରିୟ ଭାରତ ମା'କୁ ମିଳିଥିଲା ସ୍ୱାଧୀନତାର ପ୍ରଥମ ସ୍ପର୍ଶ। ସ୍ୱାଧୀନତା ସ୍ପର୍ଶର ଅଭୁଲା ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଆମେ ଏହି ଅଗଷ୍ଟ 15କୁ ପ୍ରତିବର୍ଷ ସ୍ୱାଧୀନତା ଦିବସ ରୂପେ ପାଳନ କରିଆସୁଛୁ। ଆମେ ନିଜକୁ ଗୌରବାନ୍ୱିତ ମନେ କରୁ ଆମେ ଭାରତ ମାତାର ସନ୍ତାନ ବୋଲି। ଆଜି ଜାଗ୍ରତ ହୁଏ ଦେଶପ୍ରେମ, ପ୍ରତି ରକ୍ତ କଣିକାରେ ବହିଯାଏ ଦେଶପ୍ରେମର ବନ୍ୟା, ଆଉ ମନେ ପକାଇ ଦିଏ ବହୁ ଦେଶଭକ୍ତଙ୍କ ଅମର କାହାଣୀ। ସ୍ୱାଧୀନତା ଦିବସ ଏକ ସ୍ମରଣୀୟ ଦିନ। ଆଜି ମନେ ପଡ଼େ ସେହି ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ କଥା। ମୋତେ ଇଚ୍ଛା ହୁଏ ଗାଇବାକୁ ସେହି ମହାପୁରୁଷ ବା ଦିବ୍ୟ ପୁରୁଷଙ୍କ ଗାଥା। ସେମାନେ ସେଦିନ ବୁଝିଥିଲେ, ସେମାନେ ସେଦିନ ଅନୁଭବ କରିଥିଲେ ପରାଧୀନ ଭାରତ କ'ଣ, ପରାଧୀନ ଭାରତର କଷ୍ଟ କ'ଣ ଆମେ ଭୋଗିନୁ, ଭୋଗିଛନ୍ତି ସେମାନେ। ଇଂରେଜ ସରକାର ଦେବା ଯନ୍ତ୍ରଣା, ସେ ସମୟରେ ଲୋକ ଥିଲେ ସେମାନଙ୍କର ଜୀବନ ନଥିଲା, ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ଥିଲେ। ସେଦିନ ଭାରତବାସୀ ଭୋଗୁଥିଲେ ଏକ ନିର୍ମମ ନିଷ୍ଠୁର ସରକାରର ପ୍ରଦତ୍ତ ଦାରୁଣ ଯନ୍ତ୍ରଣା। ସେମାନଙ୍କ ହୁକୁମତ ଚାଲୁଥିଲା ଆମ ଦେଶରେ। ଆମେ ସାଜିଥିଲୁ ଗୋଲାମ। ଗୋଟିଏ ପରାଧୀନ ରାଷ୍ଟ୍ରର କି ଦୁଃଖ କି ଯନ୍ତ୍ରଣା କେବଳ ପରାଧୀନ ଦେଶର ଆତ୍ମା ଅନୁଭବ କରିପାରେ। ପଢ଼ି ଅନୁଭବ କରିବା ଏବଂ ପ୍ରକୃତ ଅନୁଭବ କରିବା ମଧ୍ୟରେ ଅନେକ ତଫାତ ଅଛି। ମୋର ଜୀବନର ସମସ୍ତ ସମ୍ମାନ ସେମାନଙ୍କ ପାଇଁ ଯେଉଁମାନେ ନିଜ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଲେ, ଦେଶ ପାଇଁ ଶହୀଦ ହେବାର ସୌଭାଗ୍ୟ ପ୍ରାପ୍ତ କଲେ। ସେଥିପାଇଁ ଆଜି ଫୁଲ କହେ ମୋ ଜୀବନ ସାର୍ଥକ ହୁଏ ଯେତେବେଳେ ମୋତେ ଏକ ବୀର ସୈନିକ କିମ୍ବା ଶହୀଦର ପାଦ ତଳେ ରଖାଯାଏ। ଦେବତାର ପାଦତଳ ଅପେକ୍ଷା ଏକ ସ୍ୱାଧୀନତା ସଂଗ୍ରାମୀ କିମ୍ବା ଶହୀଦଙ୍କ ପାଦ ତଳେ ଲୋଟି ଫୁଲ ଜନ୍ମ ବା ଜୀବନର ସାର୍ଥକ ହାସଲ କରିବାକୁ ଚାହେଁ ଫୁଲ। ବନ୍ଧୁଗଣ, କେବଳ ଗାନ୍ଧୀ କିମ୍ବା ଗୋପବନ୍ଧୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇନଥିଲେ, ଏମାନେ ଥିଲେ ଆମ ପ୍ରେରଣା। ଗାନ୍ଧୀ, ସୁଭାଷ ଦୁଇ ପ୍ରାଣ ଥିଲେ। ସେଦିନର ଦୁଇ ସେନାପତି ଏକ ବିଶେଷ ଯୁଦ୍ଧ ଲଢ଼ିବାକୁ କେବଳ ଆମ ଦେଶ ନୁହଁ, ସମଗ୍ର ପୃଥିବୀରେ ଅନେକ ରାଷ୍ଟ୍ର ଲାଗି ପଡ଼ିଥିଲେ ନିଜ ନିଜ ଦେଶର ସ୍ୱାଧୀନତା ପାଇଁ ମହାସଂଗ୍ରାମ କରିବାକୁ, ଏକ ବିଶେଷ ଲଢ଼େଇ ଜିଣିବାକୁ। ମୋ ପାଇଁ ଏକାଭଳି ଗୁରୁତ୍ୱପୂର୍ଣ୍ଣ ଗାନ୍ଧୀଙ୍କ ଅହିଂସା ସେନାନୀ ଓ ନେତାଜୀଙ୍କ ଆଜାଦ ହିନ୍ଦ ଫୌଜ। ଉଭୟେ ଲଢ଼ୁଥିଲେ ଦେଶର ସ୍ୱାଧୀନତା ପାଇଁ। ଆମ ଭଳି ସେମାନେ ମୋହଗ୍ରସ୍ତ ନଥିଲେ। ସେମାନେ ହଜି ଯାଇନଥିଲେ ଆପଣା ସ୍ୱାର୍ଥ ମଧ୍ୟରେ। ଗୋଟିଏ ସୁଭାଷ ପଦାଘାତ କଲା ସେଦିନର ସବୁଠୁ ଭଲ ଚାକିରି ICS। ଆଉ ଜଣେ ମୋହନ ଦାସ ଗାନ୍ଧୀ, ଯିଏ ବିଲାତରୁ ବାରିଷ୍ଟର ଡିଗ୍ରୀ ନେଇ ଓକିଲାତି କରି ଅମାପ ଧନ ଅର୍ଜନ କରିବା ଅପେକ୍ଷା ଦୁଇଖଣ୍ଡି ଗାମୁଛା ପିନ୍ଧି ଦେଶର ସ୍ୱାଧୀନତା ଆନ୍ଦୋଳନରେ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ। ସ୍ୱାଧୀନତା ସଂଗ୍ରାମର ଅନେକ ତାରକା ଯେଉଁମାନଙ୍କୁ ଗଣି ହୁଏ ନାହିଁ। ଏ ଦେଶ ସେମାନଙ୍କର। ସେମାନଙ୍କର ଲୁହଲହୁ ଆଦିରୁ ଜନ୍ମ ନେଲା ସ୍ୱାଧୀନତା ପରର ଏକ ନୂତନ ଭାରତ ବର୍ଷ। ମୁଁ ଆଜି ବି ସେମାନଙ୍କୁ ମନେ ପକାଏ, ଯେଉଁମାନେ ଇଂରାଜୀ ସରକାରଙ୍କର ହୁକୁମତକୁ ଖାତିର ନ କରି ସ୍ୱାଧୀନତା ସଂଗ୍ରାମ ପାଇଁ ଲୁଟାଇ ଦେଲେ ଅଜସ୍ର ଅର୍ଥ, ଯାହାଫଳରେ ଏତେ ବଡ଼ ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏ ବାବଦରେ ମୁଁ ସେମାନଙ୍କ ପାଦ ତଳେ ପ୍ରଣାମ ଜଣାଇବି, ଯେଉଁମାନଙ୍କ ଅମାପ ଓ ଅଜସ୍ର ଅର୍ଥ ଦେଶମାତୃକା ଆନ୍ଦୋଳନରେ ଖର୍ଚ୍ଚ ହୋଇଥିଲା। ବନ୍ଧୁଗଣ, ଦେଶଠାରୁ କିଛି ବଡ଼ ନାହିଁ, ଦେଶ ବନ୍ଦନା ଠାରୁ ଭଲ ଗୀତ କିଛି ନାହିଁ, ଦେଶାତ୍ମବୋଧ ଠାରୁ ମହାନ ମନ୍ତ୍ର ନାହିଁ। ଦେଶ ପାଇଁ ଜୀବନ ଦେବା, ଦେଶ ପାଇଁ ଶହୀଦ ହେବା, କାରାଯନ୍ତ୍ରଣା ଭୋଗ କରିବା ସବୁଠୁ ବଡ଼ ମହତ୍ କାମ।
ଦେଶ ପ୍ରେମରୁ ପ୍ରେମ ନାହିଁ। ଆଜି ସେହି ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ସ୍ୱାଧୀନତା ଦିବସ ପାଳନ କରିବା। ମନେ ରଖିବା, ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ କୌଣସି ଦେବତାଠାରୁ କେଉଁ ଗୁଣରେ ବି କମ୍ ନୁହେଁ। ମୋ ସଲାମ ସେମାନଙ୍କୁ। ଜୟ ହିନ୍ଦ, ଜୟ ଭାରତ ମାତା। ଏହା ମୋ ଅଭିଭାଷଣ। ଦେଶ ପ୍ରେମର ବାର୍ତ୍ତା ଦେଇକି ନିଜକୁ ମୁଁ ଅନନ୍ୟ ବୋଲି ବିଚାର କରେ। କୌଣସି ତ୍ରୁଟି ଥିଲେ ଆପଣଙ୍କ ନିକଟରେ କ୍ଷମା ମାର୍ଜନା କରୁଅଛି। ଧନ୍ୟବାଦ।